ଯତତ ହ୍ୟାପି କୌନ୍ତେୟ ପୁରୁଷସ୍ୟ ବିପସ୍ତିଚ ଇନ୍ଦ୍ରିୟାଣି ସମାଥିନି ହରନ୍ତି ପ୍ରସବିଂ ମନଃ। ଏଠାରେ ଭଗବାନ କହୁଛନ୍ତି, ହେ ଅର୍ଜୁନ, ଇନ୍ଦ୍ରିୟ ଗୁଡ଼ିକ ଏତେ ବଳବାନ ଓ ଦୁର୍ଦାନ୍ତ ଯେ ସେମାନେ ଏକ ଜ୍ଞାନୀ ଲୋକର ମନକୁ ମଧ୍ୟ ବଳପୂର୍ବକ ହରଣ କରିନିଅନ୍ତି। ଯେଉଁ ଜ୍ଞାନୀ ଲୋକଠାରେ କାର୍ଯ୍ୟ ନିରୂପଣ କରିବା ଜ୍ଞାନ ପୂର୍ଣ୍ଣ ଭାବରେ ଥାଏ ଏବଂ ଯେ ଇନ୍ଦ୍ରିୟମାନଙ୍କୁ ସଂଯତ କରିବାକୁ ସତତ ଚେଷ୍ଟା କରୁଥାଏ, ତାହାର ମନକୁ ମଧ୍ୟ ଏ ଦୁର୍ଦାନ୍ତ ଇନ୍ଦ୍ରିୟଗଣ ହରଣ କରିନିଅନ୍ତି। ଶ୍ରୋତାଗଣ, ଅନେକ ଜ୍ଞାନୀ ମୁନି ଋଷି, ଦାର୍ଶନିକଗଣ ଏବଂ ଯୋଗୀ ଅଛନ୍ତି। ସେମାନେ ସମସ୍ତେ ଇନ୍ଦ୍ରିୟମାନଙ୍କୁ ଜୟ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କର ସତ୍ଚେଷ୍ଟା ବିଶିଷ୍ଟ ମୁନି ଋଷିଗଣ ମଧ୍ୟ ବିକ୍ଷିପ୍ତ ମନ ଯୋଗୁଁ ଭୌତିକ ଇନ୍ଦ୍ରିୟ ସୁଖଭୋଗ ରୂପକ ଜନ୍ତାରେ ପଡ଼ିଯାଇଛନ୍ତି। ଏପରିକି ବିଶିଷ୍ଟ ଯୋଗୀ ଓ ଋଷି ବିଶ୍ୱାମିତ୍ର କଠିନ ତପସାଧନ କରି ଇନ୍ଦ୍ରିୟ ସଂଯମ କରିବାକୁ ସତତ ଚେଷ୍ଟା କରୁଥିଲେ, ତଥାପି ସେ ମେନକାଙ୍କ ପ୍ରତି ଆକର୍ଷିତ ହୋଇ ଯୌନ ସୁଖ ଉପଭୋଗ କଲେ। ପୃଥିବୀର ଇତିହାସରେ ଏ ପ୍ରକାର ଅନେକ ଉଦାହରଣ ଅଛି। ତେଣୁ ପୂର୍ଣ୍ଣ ଭାବରେ କୃଷ୍ଣ ଚେତନାଶୀଳ ନହେଲେ ମନ ଓ ଇନ୍ଦ୍ରିୟମାନଙ୍କୁ ଆୟତ୍ତ କରିବା ବଡ଼ କଠିନ। ମନକୁ କୃଷ୍ଣଙ୍କଠାରେ ନ ଲଗାଇଲେ ବ୍ୟକ୍ତି କଦାପି ଭୌତିକ ଧନ୍ଦାରୁ ମୁକ୍ତି ପାଇପାରିବ ନାହିଁ। ଶ୍ରୀ ରମଣାଚାର୍ଯ୍ୟ ଜଣେ ବିଶିଷ୍ଟ ସାଧୁ ଓ ଭକ୍ତ। ସେ ଏକ ବାସ୍ତବ ଉଦାହରଣ ଏଠାରେ ଦେଇଛନ୍ତି। ଆସନ୍ତୁ ଆମେ ଶୁଣିବା। ସେ କହନ୍ତି, ମୋର ମନ କୃଷ୍ଣ ପଦାରବିନ୍ଦରେ ବରାବର ଯୁକ୍ତ ହୋଇଛି ଏବଂ ମୁଁ ସର୍ବଦା ଏକ ଦିବ୍ୟ ରସ ଆସ୍ୱାଦନ କରୁଛି। ତଥାପି ଯେତେବେଳେ ମୁଁ ଏକ ସ୍ତ୍ରୀ ସଙ୍ଗ କଥା ଚିନ୍ତା କରୁଛି, ସେତେବେଳେ ମୋ ମୁହଁ ସାଙ୍ଗେ ସାଙ୍ଗେ ସେଥିରୁ ଦୂରେଇ ଯାଉଛି ଏବଂ ମୁଁ ସେ ଚିନ୍ତାକୁ ଭୟଙ୍କର ଭାବରେ ଘୃଣା କରୁଛି ଏବଂ ତା ଉପରେ ଛେପ ଖଙ୍କାର ପକାଉଛି। ଶ୍ରୋତାବନ୍ଧୁ, କୃଷ୍ଣଙ୍କ ପଦାରବିନ୍ଦରେ ଆମ ମନ ଲଗାଇଲେ ଆମେ ମନକୁ ସଂଯତ କରିପାରିବା। ଆମ ଇଚ୍ଛାରେ ଯେକୌଣସି ଜିନିଷ କରିପାରିବା। ନହେଲେ ମନ ତା ଇଚ୍ଛାରେ ଆମକୁ ଲଗାଇବ ଏବଂ ଆମେ ତାଠାରେ ଗୁଲାମ ହେବୁ। କୃଷ୍ଣ ଚେତନା ଏପରି ଏକ ସୁନ୍ଦର ଦିବ୍ୟ ଚେତନା ଯେ ଏ ଚେତନାରେ ରହିଲେ ସତ ଭୌତିକ ସୁଖଭୋଗ ପ୍ରତି ବିତୃଷ୍ଣା ଜନ୍ମେ। ଅତ୍ୟନ୍ତ କ୍ଷୁଧାର୍ତ ହୋଇଥିବା ଏକ ବ୍ୟକ୍ତି ଯଥେଷ୍ଟ ପରିମାଣରେ ଅତି ସୁନ୍ଦର ପୁଷ୍ଟିକର ଖାଦ୍ୟ ପଦାର୍ଥ ପାଇଲେ ଯେପରି ସନ୍ତୋଷ ଲାଭ କରେ, ଏ କୃଷ୍ଣ ଚେତନା ଠିକ୍ ସେହିପରି ଅଟେ। ଏହାକୁ ଲାଭ କଲେ ବ୍ୟକ୍ତି ଏପରି ଏକ ଦିବ୍ୟ ଆନନ୍ଦ ଓ ସନ୍ତୋଷ ଲାଭ କରେ, ସେ ଆଉ ଭୌତିକ ସୁଖ ବା ଆନନ୍ଦ ନିମିତ୍ତ ମନ ବଳାଏ ନାହିଁ। ମହାରାଜ ଅମ୍ବରୀଶ ସର୍ବଦା ତାଙ୍କ ମନକୁ କୃଷ୍ଣ ପଦାରବିନ୍ଦରେ ନିଯୁକ୍ତ କରିଥିବା ଯୋଗୁଁ ଅର୍ଥାତ୍ କୃଷ୍ଣ ଚେତନାରେ ଥିବା ଯୋଗୁଁ ଏକ ବିଶିଷ୍ଟ ଯୋଗୀ ଦୁର୍ବାସା ମୁନିଙ୍କୁ ମଧ୍ୟ ସେ ଜୟ କରିପାରିଥିଲେ।